ଆମେ ଏବେ ଯାଉଛେ ବାଲେଶ୍ୱର ଜିଲ୍ଲାର ପ୍ରସିଦ୍ଧ ଶୈବ ମନ୍ଦିର ବାବା ପଞ୍ଚଲିଙ୍ଗେଶ୍ୱର। ଆସନ୍ତୁ ବୁଲିଯିବା। ଦେଖନ୍ତୁ ଏଠାରେ ଆମେ ଭୋଗ କିଣିବା ପାଇଁ ଛିଡ଼ା ହେଲୁ, ଭୋଗ ମଧ୍ୟ କିଣିଲୁ। ମାତ୍ର 40 ଟଙ୍କା ଦେଲେ ନଡ଼ିଆ ଭୋଗ ସବୁ ପାଇପାରିବେ। ଆମେ ଏଠାରେ ଭୋଗ କିଣି ଆଗକୁ ଗଲୁ। ଆଗରେ ଆପଣମାନେ ବି ଦେଖିପାରୁଥିବେ କିଛି ଦୋକାନ ବନ୍ଦ ଥିଲା ଏବଂ କିଛି ଦୋକାନ ମଧ୍ୟ ଖୋଲା ଅଛି। ଏଇଭଳି ଭାବରେ ବୁଲି ବୁଲି ଆମେ ଆଗକୁ ଚାଲୁଛୁ। ଆଗରେ ପ୍ରବେଶ ପଥ ଦେଖନ୍ତୁ, ଲେଖା ହେଇଛି ସ୍ୱାଗତ ଜଣାଉଛୁ ସୌଜନ୍ୟ ପଞ୍ଚଲିଙ୍ଗେଶ୍ୱର ଶୈବପୀଠ। ଏଠାରେ ଟିକେଟ କଟା ଯାଉଛି। ଆପଣମାନେ ଆସିଲେ ମଧ୍ୟ ଏଠାରେ ଯିବା ପୂର୍ବରୁ ଟିକେଟ କାଟିବାକୁ ପଡ଼ିବ ଆପଣଙ୍କୁ। ବେଶୀ ନାହିଁ, ମାତ୍ର 5 ଟଙ୍କା ଦେଇ ଟିକେଟ କାଟିବେ। ପାହାଚ ଏଇଠାରୁ ଆରମ୍ଭ ହେଲା। ବହୁତ ସୁନ୍ଦର ପାହାଚ ଏବଂ ଆରମ୍ଭରୁ ବହୁତ ସୁନ୍ଦର ଝରଣା ମଧ୍ୟ ଝରିଯାଇଛି। ଦେଖିପାରୁଥିବେ ପ୍ରବଳ ପାଣି। ପାହାଚ ବହୁତ ସୁନ୍ଦର ଏବଂ ଛୋଟ ଛୋଟ ଷ୍ଟେପ୍ ପାହାଚ। ଯିବା ପାଇଁ କୌଣସି କଷ୍ଟ ହେବ ନାହିଁ, ସହଜରେ ଯାଇପାରିବେ ଆପଣମାନେ। ପଞ୍ଚଲିଙ୍ଗେଶ୍ୱର ପାହାଡ଼ ତଳୁ ଠାକୁରଙ୍କ ପାଖକୁ ଯିବା ପାଇଁ 450ଟି ପାହାଚ ଅଛି। ଏଠାରେ ଏକ ବସିବା ପାଇଁ ବହୁତ ସୁନ୍ଦର ସ୍ଥାନ। ଆଗକୁ ଗଲେ ଏହିଭଳି ସାଇଟରେ ଛୋଟ ବଡ଼ ସବୁ ଝରଣା ଦେଖିବାକୁ ପଡ଼ିବ। ବାମ ପାର୍ଶ୍ୱରେ ବିରାଟ ବଡ଼ ଝରଣା। ଏଇଠାରେ ଫଟୋ ଉଠାଇବା ପାଇଁ ଭିଉଟା ବହୁତ ସୁନ୍ଦର ଆସେ। ପଞ୍ଚଲିଙ୍ଗେଶ୍ୱର ଏଇ ଭିଉଟା ବହୁତ ପ୍ରସିଦ୍ଧ। ଯିଏ ବି ଆସନ୍ତି ଏହି ଜାଗାରେ ପ୍ରାୟ ଅଧାରୁ ଅଧିକ ଲୋକ ଏହି ଜାଗାରେ ହିଁ ଫଟୋ ଉଠାନ୍ତି। ଶିବ ମନ୍ଦିରକୁ ଯିବା ପୂର୍ବରୁ ପ୍ରଥମେ ମାଙ୍କୁ ଦର୍ଶନ କରିବାକୁ ପଡ଼ିବ ଏବଂ ମାଙ୍କ ଦର୍ଶନ ପରେ ପୁଣି ପାହାଚରେ ଚଢ଼ି ଚଢ଼ି ଉପରକୁ ଯିବାକୁ ପଡ଼ିବ। ଉପରେ ଦେଖୁଛନ୍ତି ବହୁତ ପରିଷ୍କାର, ବହୁତ ସୁନ୍ଦର ଏବଂ ଯେହେତୁ ସକାଳଟା ଲୋକ ବେଶୀ ଆସିନାହାନ୍ତି, ଆମେ ବହୁତ ଜଲ୍ଦି ପଳେଇ ଆସିଛୁ। ଏଠି ବାମ ପଟେ ଏକ କୁଣ୍ଡ ଦେଖାଯାଉଛି। ଆସନ୍ତୁ ଦେଖିବା କୁଣ୍ଡରେ କ'ଣ ଅଛି। ଏ କୁଣ୍ଡରେ ବହୁତ ସାରା ପ୍ଲାଷ୍ଟିକର ଢାଳ ଦେଖିବାକୁ ମିଳୁଛି, ଯାହାକି ଆମେ ଚିନ୍ତା କଲୁ ଇଏ ଶ୍ରାବଣ ମାସର କାଉଡ଼ିଆ ମାନଙ୍କର ଢାଳ। ସେମାନେ ପାଣି ଢାଳିବାକୁ ଆସିଲା ପରେ ପାଣି ଢାଳି ସାରି ଏଇଠାରେ ଢାଳକୁ ରଖିଦେଇକି ଯାଆନ୍ତି। ଏଇଟା ହେଲା ପଞ୍ଚଲିଙ୍ଗେଶ୍ୱରଙ୍କ ହୁଣ୍ଡି ଏବଂ ଚତୁଃପାର୍ଶ୍ୱ ବହୁତ ସୁନ୍ଦର ଏବଂ ପରିଷ୍କାର ମଧ୍ୟ। ଏଠାରେ ଏକ ବିରାଟ ବଡ଼ ଶିବଙ୍କର ଚିତ୍ର ଅଙ୍କାଯାଇଛି ଏବଂ ସେଇ ଯେଉଁ ଝରଣା ଆପଣ ଦେଖୁଛନ୍ତି, ସେଇ ଝରଣା ଭିତରେ 5ଟି ଲିଙ୍ଗ ଆବିର୍ଭାବ। ଏ ଝରଣା ଭିତରକୁ ହାତ ପୁରେଇ 5ଟି ଲିଙ୍ଗ ଆପଣ ଛୁଇଁପାରିବେ ହାତ ପୁରେଇକି। ଏଠାରେ ଏକ ଶିବଙ୍କର ବିରାଟ ବଡ଼ ତ୍ରିଶୂଳ, ବିରାଟ ବଡ଼ ଡମ୍ବୁରୁ ଏବଂ ଘୋଷ ମଧ୍ୟ ଅଛନ୍ତି। ଦେଖନ୍ତୁ 5ଟି ଘଣ୍ଟି ଏଠାରେ ବନ୍ଧା ହୋଇଛି। ଯେହେତୁ ପଞ୍ଚଲିଙ୍ଗେଶ୍ୱର 5ଟା ଲିଙ୍ଗକୁ ନେଇକି ଏହି ଶୈବପୀଠ, ତେଣୁ 5ଟି ଘଣ୍ଟି ମଧ୍ୟ ବନ୍ଧା ହୋଇଛି। ଏ ଯେଉଁ ଝରଣା ଆପଣ ଦେଖୁଛନ୍ତି, ସେଇଠାରେ ହିଁ, ସେଇ ଝରଣା ଭିତରେ ହିଁ 5ଟି ଲିଙ୍ଗ ଅଛି। ଆପଣ ସେଇଠିକୁ ଗଲେ ଦର୍ଶନ କରିପାରିବେ।